ସାର୍ ଗୋଟେ କଳାକାର ଜୀବନର ସାର୍ ସବୁଠାରୁ ବଡ ଦୁଃଖ କଣ? ଦୁଃଖ ହେଉଛି ଏଇଟା କି ମାନସିକ ସ୍ତରରେ ଦୁଃଖ ଅନେକ ଆସିଥାଏ ଆଜ୍ଞା ଯୋଉଟା କି ହେଉଛି କି ଆର୍ଥିକ। ଆଜ୍ଞା ବର୍ତ୍ତମାନ ସୁଦ୍ଧା ସାରା ଓଡ଼ିଶାର ଅନେକ କଳାକାର ଅଛନ୍ତି। ଆଜ୍ଞା ବର୍ତ୍ତମାନ ଯାତ୍ରା ଜଗତରେ ଅନେକ ଅନୁଷ୍ଠାନରେ କିଛି ପଇସା ଆସୁଛି। ଆଜ୍ଞା ଆଜ୍ଞା ଏହା ପୂର୍ବରୁ ଏତେ ପଇସା ନଥିଲା ଯଦ୍ୱାରା କି ପରିବାର ଚଲାଇବା ପାଇଁ। ଆଜ୍ଞା ସେଥିପାଇଁ ବହୁତ କଷ୍ଟସାଧ୍ୟ ଆଉ ବହୁତ କଷ୍ଟ ମାନେ କଳା ପଡ଼ୋଶୀ ସାଜେ କଳାକାର ଫକୀର। ଆଜ୍ଞା ଆଜ୍ଞା ବହୁତ ବହୁତ ସାର୍ ଧନ୍ୟବାଦ। ଶ୍ରୀଯୁକ୍ତ ସୁଶୀଲ ମେହେର, ଆପଣ ଏତେ ଦିନ ଅଭିନୟ କରିବା ପରେ କଳାକାର ଭାବରେ ସରକାରଙ୍କ ଠାରୁ କିଛି ପ୍ରୋତ୍ସାହନ ଆପଣଙ୍କୁ ମିଳୁଛି କି? ଏପର୍ଯ୍ୟନ୍ତ ସୁଶୀଲ ମେହେର ସମସ୍ତ କଳାକାର ସରକାରୀ ଅନୁଦାନରୁ ବଞ୍ଚିତ। ଏପର୍ଯ୍ୟନ୍ତ ନା ମୋତେ ଜମି ସମ୍ପୂର୍ଣ୍ଣ ଭୂମିହୀନ ହେଲେ ମୋତେ ଜମି ଖଣ୍ଡି ସରକାର ଦେଇନାହାନ୍ତି। 56 ବର୍ଷ ହେଲାଣି କଳାକାର ଭତ୍ତା ଦେଇନାହାନ୍ତି। କେମିତି ଗୋଟେ ଘର ମଧ୍ୟ ମୋତେ ଦେଇନାହାନ୍ତି। ଏଇଟା ଗୋଟେ ଦୁଃଖର ବିଷୟ। ମୁଁ କ୍ୟାମେରା ସାମ୍ନାରେ କହିବା ପାଇଁ ପଡୁଛି। ଏଡେ ବଡ କଳାକାର ପଶ୍ଚିମ ଓଡିଶାର ମୁଁ ଯେତିକି ଜାଣିଛି ସାରଙ୍କ ବିଷୟରେ, କିନ୍ତୁ ସାର୍ ଯାହା କହିଲେ ଏଇଟା ଗୋଟେ ନିଶ୍ଚିନ୍ତ ଦୁଃଖର ବିଷୟ। ସରକାର ଆ ପ୍ରତି ଦୃଷ୍ଟି ଦେବାକୁ ମୁଁ ଅନୁରୋଧ କରୁଛି ମୋ ତରଫରୁ। ସାର୍ ବହୁତ ବହୁତ ଆପଣଙ୍କୁ ଧନ୍ୟବାଦ।